ଯେଉଁ ହିତାଧିକାରୀମାନେ ସୁଭଦ୍ରାରେ ଏପର୍ଯ୍ୟନ୍ତ ମିଳିଥିବା 4ଟି କିସ୍ତିର ସମସ୍ତ ଟଙ୍କା ପାଇଛନ୍ତି ସେମାନଙ୍କୁ ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ଗୋଟିଏ କିସ୍ତି ଟଙ୍କା ଅର୍ଥାତ୍ 5,000 ଟଙ୍କା ମିଳିବାକୁ ଯାଉଛି। ଯେଉଁ ମହିଳାମାନେ ଏପ୍ରିଲ ମାସରେ ହୋଇଥିବା ସୁଭଦ୍ରା ଆବେଦନ ପ୍ରକ୍ରିୟାରେ ପ୍ରଥମ ଥର ପାଇଁ ଆବେଦନ କରିଥିଲେ ଏହି ମହିଳାମାନଙ୍କୁ ମଧ୍ୟ ପଞ୍ଚମ କିସ୍ତିରେ ମିଳିବ ଗୋଟିଏ କିସ୍ତି ଅର୍ଥାତ୍ 5,000 ଟଙ୍କା। ଯେଉଁ ମହିଳାମାନେ ପ୍ରଥମ ଦ୍ୱିତୀୟ କିସ୍ତି ପାଇଥିଲେ କିନ୍ତୁ ତୃତୀୟ ଓ ଚତୁର୍ଥ କିସ୍ତି ପାଇନାହାନ୍ତି ସେମାନଙ୍କୁ ପଞ୍ଚମ କିସ୍ତି ମିଶାଇ ଏକାବେଳେ 15,000 ଏବଂ ଯେଉଁ ମହିଳା ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇଥିଲେ କିନ୍ତୁ ଚତୁର୍ଥ କିସ୍ତିରେ ଆସିନଥିଲା ସୁଭଦ୍ରା ଟଙ୍କା ସେମାନଙ୍କୁ ଏକାବେଳେ 10,000 ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। କିନ୍ତୁ ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରୁ ଆବେଦନ କରିଥିଲେ କୌଣସି ଭେରିଫିକେସନରେ ତ୍ରୁଟି କିମ୍ବା କୌଣସି ଡକୁମେଣ୍ଟ ମିସମ୍ୟାଚ୍ କାରଣରୁ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାର କୌଣସି କିସ୍ତି ଟଙ୍କା ପାଇନାହାନ୍ତି ଏହି ମହିଳାମାନଙ୍କୁ ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ଏକାବେଳେ 5ଟି କିସ୍ତି ଟଙ୍କା ଅର୍ଥାତ୍ ଏକାବେଳେ 25,000 ଟଙ୍କା ପ୍ରଦାନ କରାଯିବା ନେଇ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି।